ଗତକାଲି ସନ୍ଧ୍ୟାରେ ଗୋଟେ ଗାଈ ଆମର ଆମ୍ବୁଲାନ୍ସ ଦ୍ୱାରା ହସ୍ପିଟାଲକୁ ଆସିଥିଲା। ଯାହାର ଅସୁବିଧା ଥିଲା କି ଯେ ସେ ଖାଉନଥିଲା ଏବଂ 2-3 ଦିନ ହେଲା ପଡ଼ିକି ରହିଥିଲା ଏବଂ ଆମର ଆମ୍ବୁଲାନ୍ସ ଟିମ୍ ଯାଇକି ତାକୁ ଚିକିତ୍ସା କରିଥିଲେ। ତଥାପି ସେ କିଛି ଇମ୍ପ୍ରୁଭମେଣ୍ଟ ନ ହେବାରୁ ଗାଈଟି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ତାର ତାପରେ ଆମେ ଦେଖିଲୁ ତାକୁ ଗୋଟେ ଛୋଟିଆ ହୋଲ କରିକି ଆମେ ତାକୁ ଗୋଟେ ଓପେନିଂ ତାକୁ ଷ୍ଟୋମା କହନ୍ତି ତାକୁ ତା ପେଟରେ କରିକି ଆମେ ଦେଖିଲୁ ଯେ ତାର ପେଟରେ ବହୁତ ପରିମାଣରେ ଜରି ଭର୍ତ୍ତି ହେଇକି ରହିଛି। ତାପରେ ଆମେ ତାକୁ ସର୍ଜରୀ ପାଇଁ କୁହାଇଥିଲା। ଯେହେତୁ ସନ୍ଧ୍ୟାବେଳେ ଟିକେ ଜ୍ୱର ଥିଲା 103.5 ଥିଲା, ତେଣୁ ଆମେ ତାକୁ ଆଣ୍ଟିବାୟୋଟିକ୍, ସାଲାଇନ୍ ଏବଂ ପେନ୍ କିଲର ଏବଂ ତାର ଆଣ୍ଟିହିଷ୍ଟାମିନ୍ ସବୁ ଦେଇକି ତାକୁ ଆମେ ଷ୍ଟେବଲ୍ କରିକି ରଖିଲୁ ଏବଂ ଆଜି ସକାଳେ ତାର ସର୍ଜରୀ କରାଯାଇଛି ଏବଂ ତା ପେଟରୁ କିଛି ନହେଲେ ବି ଅତି କମ୍ ସେ କମ୍ 30-40 କିଲୋ ଖଣ୍ଡେ ତାର ପଲିଥିନ୍ ବାହାରିଛି। ଏହାର କଣ୍ଡିସନ ବର୍ତ୍ତମାନ ଟିକେ ସୁସ୍ଥ ଅଛି ଆଉ ମୁଁ ଆଶା କରୁଛି ଯେ ସେ ଧୀରେ ଧୀରେ ଆରୋଗ୍ୟ ଲାଭ କରିବ।